ସମୟ ବଡ଼ ବଳବାନ, କିନ୍ତୁ ମଣିଷ ବି ସମୟ ସାଥିରେ ବଳବାନ। କିନ୍ତୁ ଏ ମନୁଷ୍ୟ ସମୟକୁ ପଛରେ ପକେଇ ନିଜର ସବୁ କରିବା ପାଇଁ ସବୁ ଏ ସମୟକୁ ନଷ୍ଟ କରି ନିଜ ଜୀବନଟାକୁ ନଷ୍ଟ କରି ଚିନ୍ତା ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଛି। କିନ୍ତୁ ଏ ମନୁଷ୍ୟ ବୁଝିପାରୁନାହିଁ ଜୀବନଟା କେତେ ଅମୂଲ୍ୟ। ମୁଁ କ'ଣ କରିବାକୁ ଚାହେଁ, କ'ଣ କରିବି, ସେ କଲେ ଭଲ ହେବ, ସେସବୁ ଏ ମନୁଷ୍ୟ ଭାବୁନାହିଁ। ଲୋଭ ମାୟା ଅହଙ୍କାର ଛନ୍ଦ କପଟ ଏଥିରୁ ମିଳିବ କ'ଣ? କିଛି ନାହିଁ। ସମୟ ଚାଲିଯିବ, ମନୁଷ୍ୟ ବି ଚାଲିଯିବ। ଯଦି କିଛି କଲା ଭଲ କର୍ମ କରିଦେଇଥିବ, ଶେଷ ସମୟରେ ତୁମେ ପଶ୍ଚାତାପ କରିବ ଯେ ମୁଁ ଏ ସମାଜ ପାଇଁ କିଛି କରି ମୁଁ ଖୁସିରେ ଅଛି। ଯଦି ସଂସାରରେ ତୁମେ ଆସି ଖାଇ ପିଇ ନିଜ ପରିବାର ସାଥିରେ ରହି ସଂସାରକୁ ଦୁନିଆକୁ ଉପଭୋଗ ନ କରି କାହାକୁ ସହାୟତା ହାତ ନ ବଢ଼ାଇ ତୁମେ ଦୁନିଆ ଛାଡ଼ି ଚାଲିଗଲ, କାଲି ତୁମେ ମଶାଣିରେ ଶୋଇଥିବ। ସେଇ ଲୋକ ତୁମରି ଘର ପରିବାର ଲୋକ ଥିବେ ଯାଇ ତୁମକୁ ସଙ୍ଗାଡ଼ିରେ ବାନ୍ଧି ବୋହି ନେଇ ତୁମକୁ ଶରୀରକୁ ଜାଳି ଦେଇ ପଳେଇ ଆସିବେ। ତୁମେ 12 ଦିନ 13 ଦିନ ପର୍ଯ୍ୟନ୍ତ ମର୍ତ୍ତ୍ୟମଣ୍ଡଳରେ ଥିବ। କିନ୍ତୁ ସେହି ସମୟରେ ତୁମେ ଅନୁତାପ କରିବ ଯେ ତୁମକୁ ଜାଳି ଦେଇ ଚାଲିଗଲା ପରେ ମନୁଷ୍ୟ ଭାବେ ଯେ ମୋର ସବୁ କିଛି ସରିଗଲା। ତୁମ ପ୍ରତି ଲୋଭ ମାୟା ତୁମେ ଯାହା କରିଥିବ, ଯାହା କଲ ନ କଲ କିଛି ସବୁ ମନୁଷ୍ୟ ଭୁଲିଯିବ। ଆଉ ଲୋଭ ନଥିବ କି ମାୟା ନଥିବ କି ମୋହ ନଥିବ, କିଛି ନଥିବ। ସେଥିପାଇଁ କାହିଁକି ଏତେ ଲୋଭ କରିବା, କାହିଁକି ଏତେ ଗର୍ବ କରିବା, କାହିଁକି କାହାର ଖରାପ